ଅଚଳନ ଏବଂ ରାଜଯୋଗର ପ୍ରଭାବ ସମସ୍ତ 12ଟି ରାଶି ଉପରେ ପଡ଼ିବ। କିନ୍ତୁ କିଛି ନିର୍ଦ୍ଦିଷ୍ଟ ରାଶିର ଭାଗ୍ୟ ଏହି ସମୟରେ ସବୁଠାରୁ ଅଧିକ ଚମକିବାକୁ ଯାଉଛି। ଜ୍ୟୋତିଷଙ୍କ ଆକଳନ ଅନୁସାରେ ଏହି ସମୟ 4ଟି ରାଶି ପାଇଁ ଶୁଭ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ 2026 ବର୍ଷର ଅଗଷ୍ଟ ମାସଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ବଡ଼ ପରିବର୍ତ୍ତନର ମାସ ହେବାକୁ ଯାଉଛି। ଏହି ମାସରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଭଳି ପ୍ରମୁଖ ଗ୍ରହମାନେ ନିଜର ଚଳନ ବଦଳାଇବେ, ଯାହାଫଳରେ ଆକାଶରେ ଅନେକ ଶକ୍ତିଶାଳୀ ରାଜଯୋଗ ଏବଂ ମହାସଂଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଗ୍ରହର ଚଳନ ଏବଂ ରାଜଯୋଗର ପ୍ରଭାବ ସମସ୍ତ 12ଟି ରାଶି ଉପରେ ପଡ଼ିବ। କିନ୍ତୁ କିଛିଟା ନିର୍ଦ୍ଦିଷ୍ଟ ରାଶି ଭାଗ୍ୟ ଏହି ସମୟରେ ସବୁଠାରୁ ଅଧିକ ଚମକିବାକୁ ଯାଉଛି। ଜ୍ୟୋତିଷଙ୍କ ଆକଳନ ଅନୁଯାୟୀ ଏହି ସମୟ 4ଟି ରାଶି ପାଇଁ ଶୁଭ ହେବାକୁ ଯାଉଛି। ଏହି 4ଟି ରାଶି ଅଗଷ୍ଟ ମାସରେ ସର୍ବାଧିକ ଶୁଭ ଫଳ, ଆର୍ଥିକ ଲାଭ ଏବଂ ସଫଳତା ପ୍ରାପ୍ତି କରିବେ। ତେବେ କେଉଁ ରାଶି ପାଇଁ ଅଗଷ୍ଟ ମାସ ଭଲ ରହିବ, ଆସନ୍ତୁ ଜାଣିବା। ମିଥୁନ ରାଶି। ମିଥୁନ ରାଶିର ଲୋକଙ୍କ ପାଇଁ ଅଗଷ୍ଟ ମାସ ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆଣିବ। ସହିତ ଅଟକି ରହିଥିବା କାମଗୁଡ଼ିକ ଦ୍ରୁତ ଗତିରେ ପୂରଣ ହେବ। ସିଂହ ରାଶି। ସିଂହ ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ ଏବଂ ସୂର୍ଯ୍ୟଙ୍କ ନିଜ ରାଶିରେ ପ୍ରବେଶ କରିବାରୁ ଆତ୍ମବିଶ୍ୱାସ ଓ କ୍ୟାରିୟର ଅଦ୍ଭୁତ ପୂର୍ବ ଅଗ୍ରଗତି ଦେଖିବାକୁ ମିଳିବ। ତୁଳା ରାଶି। ଅଗଷ୍ଟ ମାସରେ ଏହି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ପଦପ୍ରତିଷ୍ଠା ଏବଂ ବ୍ୟାପାରରେ ଲାଭର ନୂତନ ଦ୍ୱାର ଖୋଲିବ। ଶେଷ ରାଶି ମକର ରାଶି। ମକର ରାଶିରେ ଅଗଷ୍ଟ ମାସଟି ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଖୁବ୍ ଶୁଭ ହେବାକୁ ଯାଉଛି। ବିବାହ ପ୍ରସ୍ତାବ ଠିକ୍ ହୋଇପାରେ, ପ୍ରେମରେ ସଫଳ ହୋଇପାରନ୍ତି, ସନ୍ତାନ ସୁଖ ପ୍ରାପ୍ତ ହେବ।